सुदूरରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସଖୀ ୱାନ୍ ଷ୍ଟପ୍ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲାରେ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ପୀଡ଼ିତା ମହିଳା ଓ ଯୁବତୀମାନଙ୍କୁ ବିଭିନ୍ନ ସହାୟତା ଓ ସମାଧାନ କରାଯାଇ ଆସୁଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଗଜପତି ଜିଲ୍ଲା ସଖୀ ୱାନ୍ ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଅନନ୍ୟା ପାତ୍ର କହିଛନ୍ତି, ଏହି କେନ୍ଦ୍ର ପକ୍ଷରୁ ମହିଳା ଓ ଯୁବତୀ ଯେଉଁମାନେ କୌଣସି ପ୍ରକାର ହିଂସାର ଶିକାର ହୋଇଅଛନ୍ତି ସେମାନଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସହାୟତା ଦିଆଯାଉଛି। ଏଠାରେ ମହିଳାମାନେ ପାଆନ୍ତି ମାନସିକ ଓ ପରାମର୍ଶ ସହାୟତା, ଆଇନଗତ ସହାୟତା, ଚିକିତ୍ସା ସହାୟତା, ପୋଲିସର ସହାୟତା ଏବଂ ଆବଶ୍ୟକ ହେଲେ ଅସ୍ଥାୟୀ ଆଶ୍ରୟ ମଧ୍ୟ। ଯେତେବେଳେ କୌଣସି ପୀଡ଼ିତା ଆମ କେନ୍ଦ୍ରକୁ ଆସନ୍ତି ସେମାନଙ୍କୁ ପ୍ରଥମେ ଏକ ନିରାପଦ ଓ ଗୋପନୀୟ ପରିବେଶ ଦିଆଯାଏ। ତାପରେ ତାଙ୍କର ସମସ୍ୟାକୁ ଧୀରେ ଧୀରେ ଶୁଣି ଓ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସହାୟତା ଦିଆଯାଏ। ଆମ କେନ୍ଦ୍ରରେ କାଉନ୍ସିଲିଂ ଦ୍ୱାରା ପୀଡ଼ିତାମାନଙ୍କୁ ମାନସିକ ସହାୟତା ଓ ଆତ୍ମବିଶ୍ୱାସ ଫେରାଇବାରେ ସାହାଯ୍ୟ କରାଯାଏ। ଯଦି ଆପଣ ବା ଆପଣଙ୍କ ପରିଚିତ କେହି ଏହିପରି ସମସ୍ୟାରେ ଅଛନ୍ତି ତେବେ ଏହି ନିର୍ଭୟରେ ଆମ କେନ୍ଦ୍ରର ସହିତ ସମ୍ପର୍କ କରନ୍ତୁ। ଏବେ ଶୁଣନ୍ତୁ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ସୁପରିଚାଳନା ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ସହ ଚଳିତ ମାର୍ଚ୍ଚ ମାସ ଠାରୁ ଆସନ୍ତା ଜୁନ୍ ମାସ ମଧ୍ୟରେ ଅଂଶୁଘାତର ମୁକାବିଲା ପାଇଁ ବିଭିନ୍ନ ବିଭାଗ ଅଧିକାରୀମାନଙ୍କୁ ସଚେତନତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ ଗ୍ରୀଷ୍ମ ପ୍ରବାହର ସମସ୍ତ ପ୍ରକାରର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଗତ 6 ମାର୍ଚ୍ଚ ଠାରୁ 8 ମାର୍ଚ୍ଚ ପର୍ଯ୍ୟନ୍ତ ଦୀର୍ଘ 3 ଦିନ ଧରି ଆନ୍ତର୍ଜାତୀୟ ମହିଳା ଦିବସ ପାରଳା ସହର ଉପକଣ୍ଠରେ ଥିବା ବୃନ୍ଦାବନ ପ୍ୟାଲେସଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲ୍ଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଶ୍ରୀ ଦାଶରଥୀ ଗମାଙ୍ଗ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ସ୍ୱପ୍ନ, ସଫଳତା, ସ୍ୱାଭିମାନ, ଉତ୍ସ ସହିତ ସଶକ୍ତ ନାରୀ ଶାସକ୍ତ ରାଷ୍ଟ୍ର ଗଠନ କରିବାରେ ମହିଳାମାନଙ୍କ ଭୂମିକା ଉପରେ କହିଥିଲେ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ଗଜପତି ଜିଲ୍ଲା ପ୍ରଶାସନ ଅନୁମତି କ୍ରମେ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିଠାରେ ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ଏକ ବିରାଟ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଏହି ରାଲି ବାହାରିଥିଲା। ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍, ତୃତୀୟ ଲିଙ୍ଗୀର ସଦସ୍ୟ ଓ ନିଶାସକ୍ତ ଥଇଥାନ କେନ୍ଦ୍ରର କର୍ମଚାରୀମାନେ ସାମିଲ ରହି ସହର ପରିକ୍ରମା କରି ନିଶା ସେବନର କୁପ୍ରଭାବ ଓ ଜନସଚେତନତା କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଏହି ରାଲିର ଶୁଭାରମ୍ଭ କରିଥିଲେ। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ 3 ଦିନିଆ ଜନଗଣନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆସନ୍ତା ଏପ୍ରିଲ 16ରୁ ମେ 15 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଏହି ତାଲିମ କାର୍ଯ୍ୟକ୍ରମରେ 2027 ଜନଗଣନା ପାଇଁ ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ସମସ୍ତ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ସଠିକ୍ ଓ ନିର୍ଭୁଲ ତଥ୍ୟ ସଂଗ୍ରହ କରି ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବାକୁ କୁହାଯାଇଥିଲା। ବିଶ୍ୱ ଜଳ ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମହେନ୍ଦ୍ର ରୋହିତଙ୍କ ଅଧ୍ୟକ୍ଷତାରେ ସିଭିଲ କୋର୍ଟ ରେଜିଷ୍ଟ୍ରାର ପ୍ରସନ୍ନ କୁମାର ବେହେରା, ସମାଜସେବୀ ଶ୍ରୀ ମନୋଜ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜଳ ସଂରକ୍ଷଣ ଓ ତାର ଆବଶ୍ୟକତା ଏବଂ ଜଳର ସଠିକ୍ ବ୍ୟବହାର ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ବୁଝାଇ ସଚେତନ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।